ବର୍ତ୍ତମାନର ବଡ଼ ଖବର। ପୋଖରୀରେ ବୁଡ଼ି ଚାଲିଗଲା ଛାତ୍ରର ଜୀବନ। ବାଲେଶ୍ୱର ଜିଲ୍ଲା ଉପଦା ଥାନା ଅଘିରାପଦା ଆଗୁଆଣୀ ସାହିରେ ଘଟିଛି ଏହି ଦୁର୍ଘଟଣା। ଶୁଭେନ୍ଦୁ ପାତ୍ରଙ୍କ ସାନ ପୁଅ ଉମାକାନ୍ତ, ଯାହାଙ୍କର ବୟସ 14 ବର୍ଷ ବୋଲି ଜଣାପଡ଼ିଛି। ସେ ଗାଁ ପୋଖରୀରେ ଗାଧୋଉଥିଲା ବେଳେ ବୁଡ଼ି ଯାଇଥିଲେ। ପାଖରେ ଥିବା ସ୍କୁଲ ଛାତ୍ରଛାତ୍ରୀମାନେ ଦେଖି ଗ୍ରାମବାସୀମାନଙ୍କୁ ଡାକିଥିଲେ। ଗ୍ରାମବାସୀମାନେ ଉମାକାନ୍ତଙ୍କୁ ପୋଖରୀରୁ ଉଦ୍ଧାର କରି ଖଇରା ମେଡିକାଲରେ ଭର୍ତ୍ତି କରିଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଉମାକାନ୍ତ ଜଗବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ଛାତ୍ରଙ୍କ ମୃତ୍ୟୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆପଣଙ୍କୁ ଆମେ ଆଉଥରେ କହି ରଖୁଛୁ, ପୋଖରୀରେ ବୁଡ଼ି ଚାଲିଗଲା ଛାତ୍ରର ଜୀବନ। ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ଅଘିରାପଦା ଆଗୁଆଣୀ ସାହିରେ ଘଟିଛି ଏହି ଦୁର୍ଘଟଣା। ଶୁଭେନ୍ଦୁ ପାତ୍ରଙ୍କ ସାନ ପୁଅ ଉମାକାନ୍ତ, ଯାହାଙ୍କର ବୟସ 14 ବର୍ଷ, ସେ ଗାଁ ପୋଖରୀରେ ଗାଧୋଉଥିଲା ବେଳେ ବୁଡ଼ି ଯାଇଥିଲେ। ପାଖରେ ଥିବା ସ୍କୁଲର ଛାତ୍ରଛାତ୍ରୀମାନେ ଦେଖି ଗ୍ରାମବାସୀମାନଙ୍କୁ ଡାକିଥିଲେ। ଗ୍ରାମବାସୀମାନେ ଉମାକାନ୍ତଙ୍କୁ ପୋଖରୀରୁ ଉଦ୍ଧାର କରି ଖଇରା ମେଡିକାଲକୁ ନେଇଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଉମାକାନ୍ତ ଜଗବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ଛାତ୍ରଙ୍କ ମୃତ୍ୟୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବାଲେଶ୍ୱର ଖଇରାରୁ ଧନଞ୍ଜୟ ପଣ୍ଡାଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।